ଦୀର୍ଘ 500 ବର୍ଷ ପରେ ଏହି ରାଶିରେ ବନିବାକୁ ଯାଉଅଛି ମହାସଂଯୋଗ। ଏହି 6ଟି ରାଶି ହେବେ କୋଟିପତି। ଆମର ଧର୍ମଗ୍ରନ୍ଥରେ ଗ୍ରହ ନକ୍ଷତ୍ର ଏବଂ ରାଶିମାନଙ୍କର ବହୁତ ମହତ୍ତ୍ୱ ଦିଆଯାଇଥାଏ। ଏହା ସହ କୌଣସି ନବଗ୍ରହର ବା କୌଣସି ଗ୍ରହରେ ଛୋଟ ବା ବଡ଼ ପରିବର୍ତ୍ତନ ଘଟିଥାଏ, ତାର ସିଧା ପ୍ରଭାବ ରାଶିମାନଙ୍କ ଉପରେ ପଡ଼ିଥାଏ। କିନ୍ତୁ ଗ୍ରହରେ ବନୁଥିବା ଏହି ପରିବର୍ତ୍ତନ କିଛି ରାଶିଙ୍କ ଉପରେ ଭଲ ପ୍ରଭାବ ପଡ଼ିଥାଏ ତ ଆଉ କିଛି ରାଶିଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ। ଭିଡ଼ିଓଟିକୁ ପୁରା ଦେଖିବେ। ବଢ଼ୁଥିବା ଜୀବନରେ ଲୋକଙ୍କ ଜୀବନରେ ଚେଞ୍ଜେସ୍ ଆସିଥାଏ, କାରଣ ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ। ଆଜି ରାତିଠାରୁ କେଉଁ ରାଶିଙ୍କ ଭାଗ୍ୟ ବଦଳିବାକୁ ଯାଉଅଛି, ଆସନ୍ତୁ ଜାଣିବା। ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ବନ୍ଧୁଗଣ, ମେଷ ରାଶି, ଆପଣଙ୍କର କୋର୍ଟ କଚେରୀ ମାମଲାର ସମାଧାନ ହେବ। ବିଦେଶକୁ ଯିବାର ସ୍ୱପ୍ନ ଦେଖୁଥିଲେ ସମୟ ଭଲ ସାବ୍ୟସ୍ତ ହେବ। ଆପଣଙ୍କର ଭାଗ୍ୟ ଉଜ୍ଜଳ ହେବାକୁ ଯାଉଅଛି। ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଅଛି। ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବାକୁ ଯାଉଅଛି। ବନ୍ଧୁଗଣ, ମିଥୁନ ରାଶି, ମା ଲକ୍ଷ୍ମୀ ଆପଣଙ୍କ ଉପରେ ଅପାର କୃପା ବର୍ଷା କରିବେ। ଦାମ୍ପତ୍ୟ ଜୀବନ ମଧୁମୟ ରହିବ। ବେପାରରେ ଭଲ ଲାଭ କରିବେ। ସମାଜରେ ମାନସମ୍ମାନ ବୃଦ୍ଧି ହେବ। ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ। ଚାକିରିରେ ସାଲେରୀ ବୃଦ୍ଧି ହେବାକୁ ଯାଉଅଛି। ଆର୍ଥିକ ସଙ୍କଟରୁ ଆପଣ ମୁକ୍ତି ପାଇବେ। ବନ୍ଧୁଗଣ, ବୃଷ ରାଶି, ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ ଅପାର କୃପା ବର୍ଷିବାକୁ ଯାଉଅଛି। କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଧୁର ହେବ। ଅଟକିଥିବା ଟଙ୍କା ଫେରି ପାଇବେ। ଧାର ଦେଇଥିବା ଟଙ୍କା ଆପଣ ଫେରାଇ ଦେବେ। ଧନୁ ରାଶି, ଆପଣଙ୍କର ଆୟରେ ବୃଦ୍ଧି ହେବାକୁ ଯାଉଛି। ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ ଅଚାନକ ଧନ ଲାଭ ହେବ। ପରିବାରରେ ଖୁସିର ମାହୋଲ ରହିବ। ପୂର୍ବରୁ ଯେଉଁ କର୍ମ କରିଥିଲେ ତାର ପରିଣାମ ପାଇବେ। ବେପାର ଚାକିରିରେ ଖୁସି ଖବର ମିଳିବ। ଯେଉଁ ସମସ୍ୟାରେ ଥିଲେ ତାର ସମାଧାନ ହେବ। ବନ୍ଧୁଗଣ, କର୍କଟ ରାଶି, ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ବର୍ଷା ହେବ। ବେପାରରେ ଭଲ ଲାଭ କରିବେ। ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ଲାଭ କରିବେ। ଘର ପରିବାରରେ ଖୁସିର ବାତାବରଣ ରହିବ। କୌଣସି ଦିଗରୁ ଧନର ଆଗମନ ହେବ। ଯାହା ଇଚ୍ଛା ଥିବ ତାହା ନିଶ୍ଚୟ ପୂରଣ ହେବ। ବନ୍ଧୁଗଣ, ସିଂହ ରାଶି, ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଅଛି। ଯେଉଁ କାମ ଅଟକିଥିଲା ତାହା ପୂରଣ ହେବ। ମା ଲକ୍ଷ୍ମୀଙ୍କ ଅପାର କୃପା ଦୃଷ୍ଟି ରହିବ। ସମାଜରେ ମାନ ସମ୍ମାନ ବଢ଼ିବ। ବନ୍ଧୁଗଣ,
ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଧନ୍ୟବାଦ।